ପ୍ରେମ ପାଇଁ ପୁଣି ଚାଲିବା ଶିଖିଲେ। ଜୀବନ ସାଥୀଙ୍କ ପାଇଁ ପୁଣି ଅଣ୍ଟା ସଳକି ଛିଡ଼ା ହୋଇପାରିଲି। ସ୍ୱପ୍ନ ଭାଙ୍ଗିଥିଲା, ପ୍ରେମ ସାହସ ଦେଇଥିଲା, ଦୁଃଖ ପାହାଡ଼ ଭଳି ମାଡ଼ି ଆସିଥିଲା। ହେଲେ ଜୀବନ ସାଥୀ ବରଗଛ ଭଳି ମୋ ସହିତ ଛିଡ଼ା ହୋଇଥିଲେ। ଦର୍ଶକ ବନ୍ଧୁ, ସତ ପ୍ରେମ ଆଜି ବି ବଞ୍ଚିଛି। ନିଃସ୍ୱାର୍ଥ ଭଲ ପାଇବା ଆଜି ବି ଦୁନିଆରେ ଅଛି। ସବୁ ପ୍ରେମ କେବଳ ଶରୀର ଦେଖେ ନାହିଁ, କିଛି ପ୍ରେମ ହୃଦୟରୁ ହୋଇଥାଏ। ପ୍ରେମ ହୃଦୟରୁ ହେଲେ ପ୍ରେମ ହାରେନି, ପରିସ୍ଥିତି ହାରିଯାଏ। 7 ବର୍ଷର ଲମ୍ବା ଅପେକ୍ଷା ପରେ ପୁଣି ଚାଲିଲେ, ଛିଡ଼ା ହେଲେ। ଆଉ ଜୀବନରେ କେବେ ଚାଲିପାରିବନି ବୋଲି ଭାବିଥିବା ଦେବସ୍ମିତା, ଭାଙ୍ଗି ଯାଇଥିବା ସ୍ୱପ୍ନ, ମଉଳି ଯାଇଥିବା ଆଶା, ସତ ପ୍ରେମ ପାଇଁ ପୁଣି ଥରେ ଚାଲିବା ଆରମ୍ଭ କରିଛନ୍ତି। ଆଉ ଏ ଖୁସିରେ ଶୁଭ୍ରାଂଶୁ ପାଗଳ ହୋଇଯାଇଛନ୍ତି। ଚିଲ୍ଲାଇ ଚିଲ୍ଲାଇ କହୁଛନ୍ତି, ମୋ ଗେହ୍ଲି ଚାଲିଲା, ମୋ ଗେହ୍ଲି ନିଜ ଗୋଡ଼ରେ ଛିଡ଼ା ହେଲା। ସେଦିନ ଏ ପ୍ରେମ ପକ୍ଷୀଙ୍କ ଜୀବନକୁ ଅଚାନକ ମାଡ଼ି ଆସିଥିଲା ଦୁଃଖର କଳା ପାହାଡ଼। ବିବାହ ପୂର୍ବ ଦିନ ଦେବସ୍ମିତାଙ୍କୁ କବଳିତ କରିନେଇଥିଲା ରୋଗ। ସ୍କୁଟି ଚଲାଇ ବୁଲୁଥିବା ଝିଅଟେ, ବିବାହର ସ୍ୱପ୍ନ ଦେଖୁଥିବା ଝିଅଟେ ଡାକ୍ତରଖାନାର ବେଡ୍ରେ ଶୋଇଥିବା ବେଳେ ଡାକ୍ତର ଆସି କହିଦେଇ ଗଲେ, ଜୀବନରେ ଦେବସ୍ମିତା ଆଉ କେବେ ଚାଲିପାରିବେ ନାହିଁ। ଆଖି ଆଗରେ ସ୍ୱପ୍ନ ଭାଙ୍ଗି ଯାଇଥିଲା, ଆଖିରୁ ଅମାନିଆ ଲୁହ ଝରୁଥିଲା। ଆଉ ଦେବସ୍ମିତା କାନ୍ଦି କାନ୍ଦି କହୁଥିଲେ, ହେ ଭଗବାନ, ଏ କ'ଣ ହୋଇଗଲା? କିନ୍ତୁ ଏହି ସମୟରେ ଦେବସ୍ମିତାଙ୍କୁ ଭଲ ପାଉଥିବା ଶୁଭ୍ରାଂଶୁ ବରଗଛ ଭଳି ଛିଡ଼ା ହୋଇଥିଲେ ଦେବସ୍ମିତାଙ୍କ ସହିତ। ରୋଗ ଆଗରେ ହାର ମାନିନଥିଲା ପ୍ରେମ। ହୁଇଲ୍ ଚେୟାରରେ ବସି ବିବାହ କରିଥିଲେ ଦେବସ୍ମିତା। ଏହାପରେ ଲମ୍ବା ସମୟ, ଦୀର୍ଘ ଦିନର ଅପେକ୍ଷା ଆଉ ପ୍ରେମ ପକ୍ଷୀଙ୍କ ବିଶ୍ୱାସ ଥିଲା, ଦିନେ ଦେବସ୍ମିତା ନିଶ୍ଚୟ ଭଲ ହୋଇଯିବେ। ଦିନେ ଦେବସ୍ମିତା ନିହାତି ନିଜ ଗୋଡ଼ରେ ଛିଡ଼ା ହେବେ। ଆଉ ସତକୁ ସତ ଏହି ପ୍ରେମ ପକ୍ଷୀଙ୍କ ସ୍ୱପ୍ନ ଆଜି ସତ ହୋଇଛି। ଅସମ୍ଭବକୁ ଆଜି ପ୍ରେମ ସମ୍ଭବ କରିଛି। ପରିସ୍ଥିତି ହାରିଛି, ପ୍ରେମ ଜିତିଛି। ପୁଣି ପ୍ରେମ ପକ୍ଷୀଙ୍କ ଜୀବନକୁ ଖୁସି ଫେରିଛି। 7 ବର୍ଷର ଅପେକ୍ଷା ପରେ ଦେବସ୍ମିତା ପୁଣି ଥରେ ନିଜ ଗୋଡ଼ରେ ଉଠି ଚାଲିଛନ୍ତି। ସତରେ ଦର୍ଶକ ବନ୍ଧୁ, ସତ ପ୍ରେମ ଆଜି ବି ବଞ୍ଚିଛି। ଆଉ ପ୍ରେମ ସାରା ସମାଜ ପାଇଁ ଉଦାହରଣ ସାଜିଛି। ସବୁ ଜୀବନ ସାଥୀ କେବଳ ସୁଖର ସାଥୀ ନୁହନ୍ତି, ଦୁଃଖରେ ବି ହାତ ଛାଡ଼ନ୍ତି ନାହିଁ। ତାହା ଶୁଭ୍ରାଂଶୁ ଓ ଦେବସ୍ମିତା ପ୍ରମାଣ କରିଛନ୍ତି।